ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଶ୍ରୀମଦ୍ ଭାଗବତମ ପ୍ରଥମ ସ୍କନ୍ଧ। ଆଜି ଆମେ ପରୀକ୍ଷିତ ମହାରାଜାଙ୍କ ଜନ୍ମ ସମ୍ବନ୍ଧରେ ଆଲୋଚନା କରିବା। ପୂର୍ବ ଅଧ୍ୟାୟରେ ଆମେ ଜାଣିଥିଲେ କିପରି ଭଗବାନ ସ୍ୱୟଂ ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରି ପରୀକ୍ଷିତଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ବାସ୍ତବରେ ଯେତେବେଳେ ପରୀକ୍ଷିତ ମାତୃଗର୍ଭରେ ଥାଇ ଅଶ୍ୱତ୍ଥାମାଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ବ୍ରହ୍ମାସ୍ତ୍ରର ଉତ୍ତାପରେ ଅର୍ଦ୍ଧଦଗ୍ଧ ହେବାର ଯନ୍ତ୍ରଣା ପାଉଥିଲେ, ସେତେବେଳେ ସେ କୃଷ୍ଣଙ୍କୁ ଆସି ରକ୍ଷା କରିବାର ଦେଖିଥିଲେ। ଭଗବାନ ଚତୁର୍ଭୁଜ ଧାରଣ କରି ବୃଦ୍ଧାଙ୍ଗୁଳି ଆକାରରେ ପୀତବସନ ଧାରଣ କରି ଆବିର୍ଭୂତ ହୋଇଥିଲେ। ସ୍ୱର୍ଣ୍ଣ ମୁକୁଟଧାରୀ ଭଗବାନ ଅଶ୍ୱତ୍ଥାମାଙ୍କର ବ୍ରହ୍ମାସ୍ତ୍ର ତେଜ ଅଗ୍ନି ବିକିରଣକୁ ବିକ୍ଷିପ୍ତ କରିବା ନିମନ୍ତେ କ୍ରମାଗତ ଭାବରେ ତାଙ୍କର କୌମୋଦିକ ଗଦାକୁ ଚକ୍ରାକାରରେ ବୁଲାଇବାକୁ ଲାଗିଥିଲେ। ପ୍ରକୃତରେ ଉତ୍ତରାଙ୍କ ଗର୍ଭରେ ଥିବା ଶିଶୁଟି ଦଗ୍ଧ ହୋଇଯାଇଥିଲା, କିନ୍ତୁ ପରବର୍ତ୍ତୀ କାଳରେ ମହତ ଉଦ୍ଦେଶ୍ୟ ସାଧନା ନିମନ୍ତେ ଭଗବାନ ପରୀକ୍ଷିତଙ୍କୁ ଦ୍ୱିତୀୟ ଜନ୍ମ ପ୍ରଦାନ କରିଥିଲେ। ଏହାପରେ ଯେତେବେଳେ ଆକାଶରେ ଶୁଭ ସାଙ୍କେତିକ ନକ୍ଷତ୍ର ଗୁଡ଼ିକର କ୍ରମ ବିକାଶ ହେବାକୁ ଆରମ୍ଭ କଲା, ସେତେବେଳେ ପାଣ୍ଡୁଙ୍କର ଅଣନାତି ଜନ୍ମଗ୍ରହଣ କଲା। ମହାରାଜ ଯୁଧିଷ୍ଠିର ଖୁବ୍ ଆନନ୍ଦର ସହିତ ଜନ୍ମ ବିଧିଗୁଡ଼ିକୁ ପାଳନ କଲେ। କୃପ ଏବଂ ଧୌମ୍ୟ ଆଦି ଋଷିଗଣ ବେଦମନ୍ତ୍ର ଉଚ୍ଚାରଣ କଲେ ଏବଂ ମହାରାଜ ଯୁଧିଷ୍ଠିର ବ୍ରାହ୍ମଣମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସ୍ୱର୍ଣ୍ଣ, ଭୂମି, ଗ୍ରାମ, ଶସ୍ୟ ଏବଂ ପଶୁ ଇତ୍ୟାଦି ଦାନ କଲେ। ଏହାପରେ ମହାରାଜ ଯୁଧିଷ୍ଠିର ପଚାରିଲେ, କ'ଣ ଏହି ଶିଶୁଟି ଅନ୍ୟ ରାଜାମାନଙ୍କ ଭଳି ଖ୍ୟାତନାମ ହୋଇପାରିବେ? ଉତ୍ତରରେ ବ୍ରାହ୍ମଣଗଣ କହିଲେ, ଏହି ଶିଶୁଟି ପ୍ରଜାମାନଙ୍କୁ ଇକ୍ଷ୍ୱାକୁଙ୍କ ଭଳି ପାଳନ କରିବେ। ରାମଚନ୍ଦ୍ରଙ୍କ ପରି ନିଜ ପ୍ରତିଜ୍ଞାକୁ ସତ୍ୟର ସହିତ ପାଳନ କରିବ। ରାଜା ଶିବିଙ୍କ ସଦୃଶ ଶରଣାର୍ଥୀର ତ୍ରାଣକର୍ତ୍ତା ହେବ। ଅର୍ଜୁନଙ୍କ ଭଳି ମହାନ ଧନୁର୍ଦ୍ଧର ହେବ ଏବଂ ଧୀ ଶକ୍ତିରେ ଆପଣଙ୍କ ଭଳି ହେବ। ପୁରୁଙ୍କର ଏକମାତ୍ର ଉତ୍ତରାଧିକାରୀ ବିଷ୍ଣୁରାତ ନାମରେ ପ୍ରଖ୍ୟାତ ହେବ। ହେ ଯୁଧିଷ୍ଠିର, ଏହି ଶିଶୁ ମହାନୁଭତାର ରନ୍ତୀ ଦେବୀଙ୍କ ସଦୃଶ ହେବେ। ଧୈର୍ଯ୍ୟରେ ମହାରାଜ ବଳି ଏବଂ ମହାରାଜ ପ୍ରହ୍ଲାଦଙ୍କ ଭଳି କୃଷ୍ଣ ଭକ୍ତ ହେବେ। ଏହାପରେ ବ୍ରାହ୍ମଣଗଣ ପ୍ରସ୍ଥାନ କଲେ ଏବଂ ଯେପରି ଅମାବାସ୍ୟା ପରେ ଚନ୍ଦ୍ର ବଢ଼ିବାକୁ ଲାଗେ, ସେହିପରି ପରୀକ୍ଷିତ ବଢ଼ିବାକୁ ଲାଗିଲେ। କିନ୍ତୁ ମାତୃଗର୍ଭରେ ଦର୍ଶନ କରିଥିବା ରୂପକୁ ସେ ସଦାସର୍ବଦା ଖୋଜି ବୁଲୁଥିଲେ। ତାଙ୍କର କୌଣସି ବାଳ ସୁଲଭ କାର୍ଯ୍ୟରେ ମନ ଲାଗୁନଥିଲା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ପରୀକ୍ଷା କରୁଥିଲେ ବା ନିରୀକ୍ଷଣ କରୁଥିଲେ। କିଏ ସେହି ଯାହାଙ୍କୁ ମୁଁ ମାତୃଗର୍ଭରେ ଦର୍ଶନ କରିଥିଲି? ସମସ୍ତ ମନୁଷ୍ୟଙ୍କୁ ନିରୀକ୍ଷଣ କରିବା ବା ପରୀକ୍ଷା କରିବା କାରଣରୁ ତାଙ୍କର ନାମ ପରୀକ୍ଷିତ ବା ନିରୀକ୍ଷକ ରୂପରେ ପ୍ରସିଦ୍ଧ ଲାଭ କଲା। ଏହା ଥିଲା ପରୀକ୍ଷିତଙ୍କ ଜନ୍ମ। ଆଜି ପାଇଁ ଏତିକି। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।